ଦେବଗଣପୁର ରହସ୍ୟମୟ ଘନ ଜଙ୍ଗଲ ଭିତରେ ଥିବା ଏକ ପୁରୁଣା ଗାଁ। ବହୁ ବର୍ଷ ଧରି ଏଠାରେ ଏକ ଭୟାନକ କାହାଣୀ ରହିଅଛି। ପ୍ରତ୍ୟେକ ଅମାବାସ୍ୟା ରାତିରେ ଏକ ନାଲି ଶାଢ଼ୀ ପିନ୍ଧିଥିବା ଝିଅ ଘର କବାଟ ଆଗରେ ଆସି କୁହେ, କେହି ଅଛ? କବାଟ ଖୋଲ, ମୁଁ ହଜିଯାଇଛି, ମୋତେ ଟିକେ ଘରକୁ ପହଞ୍ଚାଇ ଦିଅ। ଗାଁର ଲୋକମାନେ କୁହନ୍ତି, ଯଦି କେହି କବାଟ ଖୋଲେ ତା ପରଦିନ ସେ ଲୋକ ଗାୟବ ହୋଇଯାଇଥାଏ ଆଉ କେବେ ବି ଫେରେ ନାହିଁ। ସେଇଥିପାଇଁ ସେ ରାତିରେ ଲୋକମାନେ ନିଜ କବାଟ ବନ୍ଦ କରିକି ରୁହନ୍ତି। ଗୋଟେ ଦିନ ରମାକାନ୍ତ ନାମକ ଜଣେ ପତ୍ରକାର ସେ ଗାଁକୁ ଆସେ। ସେ ଏସବୁ ବିଷୟରେ ଶୁଣିଥାଏ, କିନ୍ତୁ ଏସବୁ କେତେ ଯେ ସତ ସେ ତାହା ଜାଣିବାକୁ ଚାହୁଁଥାଏ। ଯେହେତୁ ସେ ସହରରେ ରହୁଥିଲା, ଭୂତ ପ୍ରେତରେ ତାର ଜମା ବି ବିଶ୍ୱାସ ନଥାଏ। ଗାଁ ଲୋକ ତାକୁ ଚେତାବନୀ ମଧ୍ୟ ଦେଇଥିଲେ, ହେଲେ ସେ ଅନ୍ଧବିଶ୍ୱାସ କହି ଅଣଦେଖା କରିଦିଏ। ସେଦିନ ଅମାବାସ୍ୟାର ରାତି ଥାଏ। ରମାକାନ୍ତ ନିଜ ରୁମ୍ରେ ବସିଥାଏ। ସେ ଯାଇ କବାଟ ଖୋଲେ ଏବଂ ଦେଖେ ବାହାରେ ଜଣେ ନାଲି ଶାଢ଼ୀ ପିନ୍ଧିଥିବା ଝିଅ ଛିଡ଼ା ହୋଇଥାଏ। ଦେଖିବାକୁ ସେ ବହୁତ ହିଁ ସୁନ୍ଦର ଥାଏ, ସତେ ଯେପରି ସ୍ୱର୍ଗର ଅପ୍ସରୀଟେ। ରମାକାନ୍ତ ତାକୁ ପଚାରେ, ତମେ କିଏ? କିନ୍ତୁ ସେ କୌଣସି ଉତ୍ତର ନ ଦେଇ ଚୁପ୍ ହେଇ ରହିଥାଏ। ପୁଣି ତାପରେ ରମାକାନ୍ତ ପଚାରେ, ତମେ କେଉଁଠୁ ଆସିଛ? ତାପରେ ସେ ନିଜ ହାତକୁ ଉଠାଇ ଜଙ୍ଗଲ ଆଡ଼କୁ ଦେଖାଏ। ତାପରେ ରମାକାନ୍ତ ତାକୁ ଛାଡ଼ିବାକୁ ଜଙ୍ଗଲ ଆଡ଼କୁ ଯାଏ। ଜଙ୍ଗଲ ପୁରା ସୁନସାନ ଥାଏ। ଝିଅଟି ଧୀରେ ଧୀରେ ଆଗରେ ଚାଲିଥାଏ ଏବଂ ରମାକାନ୍ତ ତା ପଛେ ପଛେ। କିଛି ବାଟ ଗଲା ପରେ ହଠାତ୍ ସେ ଝିଅ ଗାୟବ ହୋଇଯାଏ। ଏବେ ସେ ଥାଏ ତା ପଛରେ। ରମାକାନ୍ତ ବୁଲିକି ଦେଖେ, ଏବେ ତା ଚେହେରା ଫାଟି ଯାଇଥାଏ ଏବଂ ତା ଚେହେରାରୁ ରକ୍ତ ବାହାରୁଥାଏ। ରମାକାନ୍ତ ଡରି ପଛକୁ ହଟୁଥାଏ, କିନ୍ତୁ ହଠାତ୍ ତା ଗୋଡ଼ ଖସିଯାଏ ଗୋଟେ ଖାଲ ଭିତରେ। ଆଉ ସେ ଖାଲରେ ଦେଖେ ଅନେକ ଗୁଡ଼ିଏ କଙ୍କାଳ ପଡ଼ିଥାନ୍ତି। ତା ଭିତରୁ ଗୋଟିଏ କଙ୍କାଳ ଉପରେ ଥାଏ ନାଲି ଶାଢ଼ୀ। ହଠାତ୍ ସେ ଜାଗାକୁ ଗୋଟିଏ ବାବା ଆସେ ଏବଂ ସେ ବାବା କହେ, ମୁଁ ଜାଣିଥିଲି ତୁ ନିଶ୍ଚୟ ଆସିବୁ। ଆଉ ତାପରେ ସେ ବାବା କହେ, ଯେଉଁ ନାଲି ଶାଢ଼ୀ ପିନ୍ଧିଥିବା କଙ୍କାଳକୁ ଦେଖୁଛୁ ସେ ହେଉଛି ଏହି ଝିଅ। 20 ବର୍ଷ ତଳର କଥା। ଏହି ଗାଁରେ ଏକ ସୁନ୍ଦରୀ ଝିଅଟେ ରହୁଥିଲା। ତାକୁ ସମସ୍ତେ ରୂପବତୀ ବୋଲି ଡାକନ୍ତି। ଗୋଟେ ଦିନ ସେହି ଗ୍ରାମର ଜମିଦାରର ପୁଅଙ୍କ ସହିତ ତାର ବାହାଘର ହୋଇଥିଲା। ସେ ଏହି ବାହାଘରରେ ଜମା ବି ଖୁସି ନଥିଲା। ଗୋଟେ ଦିନ ସେ ଜମିଦାରର ପୁଅ ଆଉ ଏକ ମହିଳା ସହିତ ଶାରୀରିକ ସମ୍ପର୍କ ରଖିବାର ସେ ଦେଖିଲା। ଆଉ ତାପରେ ତାଙ୍କ ଭିତରେ ଝଗଡ଼ା ହେବାକୁ ଲାଗିଲା ଏବଂ ସେହି ଝଗଡ଼ା କାରଣରୁ ରୂପବତୀକୁ ଜମିଦାରର ପୁଅ ଜୀବନରୁ ମାରିଦେଲା ଏବଂ ତାକୁ ନେଇ ଏହି ଜଙ୍ଗଲରେ ପୋତିଦେଲା। ସେଦିନଠାରୁ ତା ଆତ୍ମା ଏହି ଗାଁ ଏବଂ ଏହି ଜଙ୍ଗଲରେ ଘୁରି ବୁଲୁଛି। ଏହା ଶୁଣି ରମାକାନ୍ତ ରୂପବତୀକୁ କହିଲା, ମୁଁ ନିଶ୍ଚୟ ତୁମକୁ ନ୍ୟାୟ ଦେବି ଏବଂ ସେ ଜମିଦାରର ପୁଅକୁ ନିଶ୍ଚୟ ଦଣ୍ଡ ଦେବି। କିଛି ଦିନ ପରେ ରମାକାନ୍ତ ପ୍ରମାଣ ଏକାଠି କଲା ଏବଂ ତାକୁ ନ୍ୟୁଜ୍ରେ ଦେଖାଇଲା। ତାପରେ ସେ ଜମିଦାର ପୁଅକୁ ଗିରଫ କରାଗଲା ଏବଂ ରୂପବତୀର ଆତ୍ମା ମଧ୍ୟ ଶାନ୍ତି ପାଇଲା। ତାପରେ ସେ ଗ୍ରାମର ଲୋକମାନେ ବହୁତ ହିଁ ଖୁସି ହେଲେ। ଆଉ ତାପରେ ସେଦିନଠାରୁ ସେ ଜଙ୍ଗଲରେ କୌଣସି ପ୍ରକାର ଅଘଟଣା ଘଟେ ନାହିଁ।